जिला स्तरीय कृषि जंत्रपाति मेला सुंदरगढ़ जिले में जिला स्तरीय कृषि जंत्रपाति मेला अनुष्ठित हो जाए। मेला को उद्घाटन कर जिलापाल श्री मनोज महाजन विभिन्न योजना उपर आलोचना कर विशेषकर कृषि और आनुषंगिक विभाग गुड़िक विस्तृत आलोचना करते। श्रीजुक्त महाजन कहले जे अत्याधुनिक कृषि जंत्रपातिर उपयोग कर चाषी मान मुहर किभली हस फुटब एवं सेमानक आर्थिक अवस्था किभली उन्नति घटब से नहीं निज वक्तव्य रखिथिले। कृषक सशक्तिकरण निमंते सरकार बहुत गुड़िए योजना रही से भली जीविका निमंते सरकार विभिन्न कार्यक्रम आज रही से योजना कार्यक्रम आदि रे सामिल होई चाषी माने लाभवान होई परिबे एवं ताहा तांको जीवन धारणर मनरे उन्नति आनिबा सहित सहायक हेबो बोली से कहिथिले। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବିନାରାୟଣ ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ହରିହର ନାୟକ, କୃଷି ନିର୍ବାହୀ ଯନ୍ତ୍ରୀ ଶ୍ରୀ ପରମାନନ୍ଦ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ହରିହର ନାୟକ କାର୍ଯ୍ୟକ୍ରମ ଆୟୋଜନର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥାପନ କରିବା ସହିତ ଯାନ୍ତ୍ରିକରଣର ଆବଶ୍ୟକତା, ଅତ୍ୟାଧୁନିକ କୃଷି ଯନ୍ତ୍ରପାତିର ଉପଯୋଗ କରି ଚାଷୀମାନଙ୍କ ମୁହଁରେ କିଭଳି ହସ ଫୁଟିବ ଏବଂ ସେମାନଙ୍କ ଆର୍ଥିକ ଅବସ୍ଥାରେ କିଭଳି ଉନ୍ନତି ଘଟିବ ସେ ନେଇ ନିଜ ବକ୍ତବ୍ୟ ରଖିଥିଲେ। ଚାଷ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନ କୌଶଳର ଉପଯୋଗ କରି ଚାଷ ସହିତ ଚାଷୀଙ୍କୁ କିଭଳି ଆଗକୁ ବଢ଼ାଇବା, ଚାଷୀ ବନ୍ଧୁମାନଙ୍କୁ ସହଯୋଗ କରିବା, ଚାଷୀମାନେ କିଭଳି ସରକାରଙ୍କ ସବୁ ଯୋଜନାରେ ସାମିଲ ହୋଇ ଲାଭ ପାଇପାରିବେ ଆଦି ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱ ଆରୋପ କରାଯାଇଥିଲା। ସେହିପରି ଏହି ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଉପଯୋଗ ଦ୍ୱାରା କୃଷକଙ୍କ ସମୟ, ଶ୍ରମ, ଅର୍ଥ ମଧ୍ୟ ଅପଚୟ ନ ହେବା ସହିତ ତାଙ୍କର ଆୟକୁ ଦ୍ୱିଗୁଣିତ କରିବାରେ ସହାୟକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କୃଷି ଓ କୃଷକଙ୍କର ବିକାଶ ନିମନ୍ତେ ଆୟୋଜିତ ହୋଇଥିବା ଏହି ମେଳା 5 ଦିନ ଧରି ଚାଲିବ। ଏଠାରେ କୃଷି ତଥା ଆନୁଷଙ୍ଗିକ ବିଭାଗ ଦ୍ୱାରା ବିଭିନ୍ନ ଷ୍ଟଲ୍ମାନ ଖୋଲାଯାଇଛି। ଅତିଥିମାନେ ସମସ୍ତ ଷ୍ଟଲ୍ ବୁଲି ଦେଖିବା ସହିତ ମେଳାରେ ସ୍ଥାନିତ ହୋଇଥିବା ସହିତ ବିଭିନ୍ନ କୃଷି ଯନ୍ତ୍ରପାତିର ବ୍ୟବହାର ପରିଚାଳନା ମଧ୍ୟ ଦେଖିଥିଲେ। ଏହା ସହିତ ଡ୍ରୋନ୍ ଦିଦିଙ୍କ ଦ୍ୱାରା ଡ୍ରୋନ୍ ମାଧ୍ୟମରେ କୃଷି କ୍ଷେତ୍ରରେ ସାର ପ୍ରୟୋଗକୁ ମଧ୍ୟ ଦେଖିଥିଲେ। ମେଳାରେ ବହୁ ଉନ୍ନତ ଧରଣର ବିଭିନ୍ନ କୃଷି ଯନ୍ତ୍ରପାତି ଯଥା ଟ୍ରାକ୍ଟର, ଘାସ ବଛା ଯନ୍ତ୍ର, ଲୁହା ଲଙ୍ଗଳ, ବିଭିନ୍ନ ମଞ୍ଜି ରୁଆ ଯନ୍ତ୍ର, ଧାନ ଅମଳ ଓ ସଫା କରିବା ଯନ୍ତ୍ର, ଧାନ ବିଶୋଧନ ଯନ୍ତ୍ର ଇତ୍ୟାଦି ରହିଛି। ଏହି ଅବସରରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ବିଭିନ୍ନ ସାଂସ୍କୃତିକ ଦଳ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।